হইলে মরাই আহা দেবতা হইলে মরাই দেবতা হইলে মরাই কলা মর্ত্য মণ্ডলে দেহ বহি দেবতা হইলে মরই। আচ্ছা ইয়ে মর্ত্য মণ্ডলে যে তোর দেহ ধারণ করিছি তার মৃত্যু সুনিশ্চিত। হ্যাঁ জীব আসিছি থরে জীব জীব থরে মা কীট পতঙ্গ তরুতৃণ সকল দেহে নারায়ণ। নারায়ণ নারায়ণ ঘট ঘটকে প্রভু নারায়ণ বিরাজমান করিছেন। হ্যাঁ যার জীব অছি মা। এ জীব নিশ্চিত ভাବରେ চালিଯିବ, জীব সে রহিবনি। দ্বিতীয় অর্থরে কোন চাহিলে দেবর্ষি হ্যাঁ কলে যম হ্যাঁ এতে বড় পদবীরে সিনা তুমি ভূষিত হইছ, হ্যাঁ তার মহত্ব ভাবকু তুমি এপর্যন্ত বুঝি বুঝিন না। মর্ত্য মণ্ডলে দেহ বহি দেবতা হইলে মরই দেবতা হইলে মরই। যেতবেলে মনুষ্যর দেবতা সময় আসে হেলা যদি সেতিকি বেলে মনুষ্যর মৃত্যু হুয়ে আমি সেইটাকে আজ্ঞা কইবা উত্তম মরণ। বা তাহলে মনুষ্যর দেবতা সময় কেমটা? বৃদ্ধ সময় বৃদ্ধ সময়। সংসার মধ্যে জনে মনুষ্য চারিটা অবস্থায় বাস করে। চারিটা এক হেলা বাল্য, এক পৌগণ্ড, দুই যৌবন্ত, তিন বার্ধক্য। ফোর কলা যেতেবেলে মনুষ্য আজ্ঞা বৃদ্ধ হইଯିବ, হেলা শয্যা সাই উঠিবার সামর্থ্য ধৈর্য শক্তি হৃদୟରେ ରହିବନି। না 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 କରପତ୍ରକୁ ଯୋଡ଼ି ଅନ୍ତରାତ୍ମାରୁ ଡାକିବ, ହେ ପ୍ରଭୁ ଚିନ୍ତ ପୁରୁଷ ଜଗତ ଜୀବନ ପରମ ବ୍ରହ୍ମ, হে প্রভু ତୁମରି ପାଇଁ ହିଁ ମୋର ସୃଷ୍ଟି। ହଁ ତୁମେ ମତେ ସଂସାରକୁ ଠାକୁରେ ପଠେଇଥିଲ, ପଠେଇଥିଲ ଏ ସଂସାରର ଖେଳାଳିଲା ଠାକୁରେ ମୋର ଆଜି ସରିଗଲାଣି। ସରିଗଲା ତେଣୁ ଏ ମୋହମାୟା ସଂସାର ମଧ୍ୟରେ ମୁକ୍ତି ଦେଇ ତୁମ ନିକଟକୁ ଠାକୁରେ ମତେ ନେଇଯାଅ। হেলা হেলা ସେଇ ସମୟର କଥା ମୋ ଗୁରୁ କୀର୍ତ୍ତନ ଗଣେଶ ଭାଗବତ ପ୍ରଧାନ হ্যাঁ ଶେଷ ପର୍ଯ୍ୟାୟରେ হেলা ଚିଠି ପଦଟିଏ ଜଗନ୍ନାଥଙ୍କ ପାଖକୁ ଲେଖିଲେ। কোন লিখিলে କହିଲେ ହେ ଠାକୁରେ কোন লিখিলে ଏଣିକି ପ୍ରଭୁ ମତେ ଯେତେ ରଖିବ ସଂସାର ଜଞ୍ଜାଳ ଜାଲରେ ଖାଲି ଘାଣ୍ଟି ହେବି। হ্যাঁ হ্যাঁ ମୋ ପରିବାର ଲୋକଙ୍କର ସ୍ତ୍ରୀ ପିଲାଙ୍କର ମୋ ପ୍ରତି ଆଦର ସହାନୁଭୂତି ରହିବନି। କହିଲା କି କହିବି ଦୁଃଖ କାଳିଆ ଶାନ୍ତ ବୟସ ମୋ ଗଲା ସରି। পয়লা বয়স গলা সরি ଆଇଷ ଦୀପରୁ ତୈଳ ସରିଗଲେ ଜଳିବ କି ପୂର୍ବ ପରି। ଆଉ ଜଳିବାକି ପୂର୍ବ ପରି ପରି ଜଳିବାକି ପୂର୍ବ ପରି ଜଳିବାକି ପୂର୍ବ ପରି ଏବେ ଜଳିବାକି ପୂର୍ବ ପରି ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ପ୍ରଭୁ କାଳିଆ ଶାନ୍ତ, ବାବା ମୋ ଦୁଃଖ ଜଣାଇ ଆପଣଙ୍କ ନିକଟରେ ମୋର ଏତିକି ଆପତ୍ତି, ହଁ ଏ ମୋହମାୟ ସଂସାର ମଧ୍ୟରୁ ମୁକ୍ତି ଦେଇ ଠାକୁର ତୁମ ନିକଟକୁ ମତେ ନେଇଯାଅ। ହେଲା କହିଲା ଆୟୁଷ ଦୀପରେ ପ୍ରଭୁ ତୈଳ ସରି ସରି ଆସିଲାଣି, ଏ ଜୀବନ ରୂପକ ପ୍ରଦୀପ ବା ଜ୍ୟୋତି କୋଣ ଆଗ ଭଳି ଜଳିବ, କାହିଁକି ମତେ ଆଉ ଜଞ୍ଜାଳ ଜାଲରେ ବାନ୍ଧିକି ରଖିଛ? ହେଲା ଆପଣ ମାନଙ୍କର କବି ଗଙ୍ଗାଧର ମେହେର ପଦଟିଏ କହିଲେ, କଣ କହିଲା ଜୀବନ ପ୍ରଦୀପ କଲା ଜଳୁଥାଏ ସେ ତ ଆୟୁ ତୈଳ ଥିବା ଯାଏ। ଆୟୁ ତୈଳ ଥିବା ଯାଏ ଯାଏ ଆୟୁ ତୈଳ ଥିବା ଯାଏ ଯେବେ ଆୟୁ ତୈଳ ନିଃଶେଷିତ ହୁଏ ନିର୍ବାଣତା ହୋଇଯାଏ। ଆଉ ନିର୍ବାଣତା ହୋଇ ଯାଏ ରେ ଯାଏ ନିର୍ବାଣତା ହୋଇ ଯାଏ କଲା ଜୀବନ ରୂପକ ପ୍ରଦୀପ ବା ଜ୍ୟୋତି ଆଜ୍ଞା କେଉଁ ଦିନ ଯାଏ ଜଳିବ? ହେଲା ଏ ଶରୀର ହଉଛି ମାଟି ଘଟ, ଏ ଶରୀର ରୂପକ ମାଟି ଦୀପ ମଧ୍ୟରେ ଯେଉଁ ଦିନ ପର୍ଯ୍ୟନ୍ତ ଆଜ୍ଞା ଆୟୁଷ ରୂପକ ତୈଳ ଭର୍ତ୍ତି ହେଇକି ରହିଛି, ହେଲା ସେଇ ଦିନ ପର୍ଯ୍ୟନ୍ତ ଜୀବନ ରୂପକ ପ୍ରଦୀପ ବା ଜ୍ୟୋତି ହୁତୁ ହୁତୁ ହେଇ ଜଳିବ। ଯେତେବେଳେ ଏ ଶରୀର ରୂପକ ମାଟି ଦୀପ ମଧ୍ୟରୁ ଆୟୁଷ ରୂପକ ତୈଳ ସରି ସରି ଆସିବ, ଏ ଜୀବନ ରୂପକ ପ୍ରଦୀପ ବା ଜ୍ୟୋତି ଆଉ ଜଳିବନି। ହେଲା ଏଠି ଦୀପଟିଏ ଲଗା ଯାଇଛି, ହଁ ତେଲ କି ଘିଅ ପକେଇছে ସିଏ ଜଳୁଛି। ହଁ ଯେତେବେଳେ ତେଲ କି ଘିଅ ସରି ସରି ଆସିବ, ହେଲା ଦୋକାନରୁ ଆଉ ପ୍ୟାକେଟ କିଣିକି ଆଣିବା, ସେଥିରେ ପକେଇଲେ ସେ ପୁନର୍ବାର ଜଳିବ। ହେଲା କିନ୍ତୁ ମାମା ଇଏ ଶରୀର ରୂପକ ମାଟି ଦୀପ ମଧ୍ୟରୁ ହଁ ଆୟୁଷ ରୂପକ ତୈଳମାଲ ଥରେ ସରିଗଲେ ଆଚ୍ଛା ପୁନର୍ବାର ସେ ଆଉ ଜଳିବନି।
ପୁନର୍ବାର ଭର୍ତ୍ତି କରିବାର ପୂରଣ କରିବାର ଅଧିକାର ଆଉ କାହା ପାଖରେ ନାହିଁ। ନା 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 ସେଇ ଅଚିନ୍ତା ପୁରୁଷ କଲା ହସ୍ତେ ଅଛି ସିନା ତୈଳ ଦେବା ଅଧିକାର। ଆଉ ତୈଳ ଦେବା ଅଧିକାର ରେ ତୈଳ ଦେବା ଅଧିକାର। ଅପକ୍ଷ ପତରେ ବଣ୍ଟନ କରନ୍ତି କର୍ମ ଦେଖି ଯେ ଯାହାର। ଆଉ କର୍ମ ଦେଖି ଦେଦା ହାର ରେ କର୍ମ ଦେଖି ଦେଦା ହାର। ସେଇ ଅଚିନ୍ତ ପୁରୁଷ ଜଗତ ଜୀବନ ପରମ ବ୍ରହ୍ମଙ୍କ ହସ୍ତରେ ସବୁ। ବାବା ଯିଏ ଜୀବକୁ ସୃଷ୍ଟି କରିକି ଛାଡିଛି, ହେଲା ଯିଏ ଶରୀରକୁ ମାତୃଗର୍ଭରେ ସଞ୍ଚାରିତ କଲା ବେଳେ ଏକା ବେଳେ ଆୟୁଷ ରୂପକ ତଳେ ଭର୍ତ୍ତି କରିକି ଛାଡିଛି। ହେଲା ଯେତେବେଳେ ହଁ ଆୟୁଷ ରୂପକ ତଳେ ସରିଯିବ ବା ତାକୁ ଆଉ ପୂରଣ କରିବାର ଅଧିକାର କାହା ପାଖରେ ନାହିଁ। ନାଇଁ କର୍ମକୁ ଦେଖି ଫଳ ପ୍ରଦାନ କରନ୍ତି ଜଗତ ଜୀବନ ପରମ ବ୍ରହ୍ମ। ବାରେ ପରମ ଶାସ୍ତ୍ର ଓଡିଆ ଭାଗବତ କହିଲେ କଣ କଲା କର୍ମ କହ ରଣେ ଫଳ ପାଇ। ଆହା ମନୁଷ୍ୟ ଅବଶ୍ୟ ଭୁଞ୍ଜାଇ। ଆହା ମନୁଷ୍ୟ ଅବଶ୍ୟ ଭୁଞ୍ଜାଇ। ମନୁଷ୍ୟ ଅବଶ୍ୟ ଭୁଞ୍ଜାଇ। କର୍ମହର ମୂଳ ଧର୍ମ ଜାତ ଧର୍ମ ଧାରଣା ଏ ଜଗତ ଧର୍ମ ଧାରଣା ଏ ଜଗତ ଧର୍ମ ଧାରଣା ଏ ଜଗତ। ଧର୍ମଟି ସୁଖ ଦୁଃଖ ଦାତା କର୍ମ ସଂସାରେ ବଳବନ୍ତା। କର୍ମ ସଂସାରେ ବଳବନ୍ତା। କର୍ମ ସଂସାରେ ବଳବନ୍ତା। କଲା କର୍ମ ନାହିଁ ଆନ ଦେବ ହୋତା ତ କର୍ମ ପଥେ ସେବ। କର୍ମ ନାହିଁ ଆନ ଦେବ ହୋତା ତ କର୍ମ ପଥେ ସେବ। হঠাৎ কর্ম পথে সেবা হঠাৎ কর্ম পথে সেবা। উমা পরি ছোট পিলাটিয়ে গাছাড়ির চাট সিয়ে। চেহারাটি তার ডাউল ডাউল বুদ্ধিরে তাহার শরীটিয়ে। বুদ্ধিরে তাহার শরীটিয়ে। উদ্ধব গলে যে দাণ্ডে সে দাণ্ড বখরা বখরা। বড় বহুর পালির দিন আহুরি বেড়া উপাড়ই। গাইকি চিরিবতী কলা গামুছা গোটি কহ দিলা। বলো শ্রীরাম একবার হরি বল। ଭଣନ୍ତି କରିଦିଅ ଭଣନ୍ତି କରିଦିଅ। କଣ ଗାଉଛ କଣ? ତମେ କଣ ଗାଇଲ? ମୁଁ ଭାଗବତ ଗାଇଲି। ମୁଁ ଭାଗବତ ଗାଇଲି। ଏଇଟା କୋଉ ଭାଗବତ ଲେଖା ଅଛି? ତମର କୋଉ ଭାଗବତ? ଅତି ବଡି ଜଗନ୍ନାଥ ଦାସ ଶ୍ରୀମଦ ଭାଗବତରେ ଲେଖିଲେ। এইটা ଆମ ଘର ଭାଗବତ ଲେଖକ ହେଲେ ବୁଝେଇଛେ ନା ମୋ ଜେଜେମା। ଏଟା କବି ଘର ପିଲାଟା। ମୁଁ କହି ଏକୁଟିଆ ଆମ ବଂଶ ନାଟୁଆ। ଓ ତମ ମାଙ୍କର ଜ୍ଞାନକୁ ଚାହିଁକି ନାମଟି ଭଲ ପାଇଛନ୍ତି ବୁଝେଇଛେ ନା। ଆଉ ପ୍ରଥମ ପଦଟି କଣ ଗାଇଲ? ପ୍ରଥମ ପଦ ହଁ ଉଥବ ଗଲେ ଯେଉଁ ଦାଣ୍ଡେ ସେ ଦାଣ୍ଡ ବଖରା ବଖରା। ଆଜ୍ଞା ପୁରା ଯୁଗ୍ମ ପଦ ପଦକୁ ପଦ ଯୁକ୍ତିଯୁକ୍ତ ହେଇଛି। ତମ ମାଙ୍କ ମୁଣ୍ଡକୁ ମାନିବାକୁ ପଡିବ। ଦ୍ୱିତୀୟ ପଦ ବଡ଼ ବହୁର ପାଳି ଦିନ ଆହୁରି ବେଣା ଉପାଡ଼ଇ। ବଡ ବୋଉର ପାଳି ଦିନ ଏଇଟା କୋଉ ବହି? ଖୁଦୁରୁକୁଣୀ। ଆଉ ଏବେ ତ ଖୁଦୁରୁକୁଣୀ ଓଷା ପାଇଛୁ। ପୁଅ କେତେ ଦିନ ଝିଅ ମାନଙ୍କ ସାଙ୍ଗରେ ଓଷା କରୁଥବ। ଆହୁରି ବେଣା ଉପାଡ଼ଇ ଶ୍ରୀନାଥ ମେଳା ଅଷ୍ଟାଦଶ ପୁରାଣରୁ ପଦେ ପଦେ ଖଞ୍ଜେଇ ଦେଇଛି। ଜାଇଲେ ହବ ନା। ତୃତୀୟ ପଦ ଗାଇକି ଚିରିବତୀ କଲା ଗାମୁଛା ଗୋଟି କହଜିଲା। ବାବାରେ ବସ ତମ ଭାଗବତ ସେତିକି ଥାଉ। ତମ ବଂଶରେ କିଏ ଭାଗବତ ଦେଖିଥିଲେ ନା ତମେ ଏକାକି ଦେଖିଛ? କଣ ଭୁଲ ହେଲା? ମୂର୍ଖ କଣ ଦେଖୁନ ମୂର୍ଖ ଡାକୁଛି ନା। କେତେ ନାଁ ଦେଖବ କେତେ ନାଁ ଦେଖ ମୋର। ଆରେ ଗାଈ କି ଚିରିବତୀ ଗଲା କଣ? ଆଉ ଏଟା କଣ? ଗାଈଟା ବସ୍ତୁ ନା ପଦାର୍ଥ। ସେଟା ଗୋଟିଏ ଜୀବ ଗୋଟିଏ ପଶୁ
ଗାଈ କି ଚିରିବତୀ କଲା କଣ? ସେଇଟା ଗୋଟେ ପଶୁ। ସେଟା ଗାମୁଛା ଚିରିବତୀ କଲା। ହଁ କିଛି ତ ଜାଣୁନ କାହିଁ କେମିତି ହଉଛ? ନାଇଁ ସତ ଠିକ ଏଇଟା ଠିକ ଏଇଟା ଠିକ କଣ? କାହିଁ କହିଲୁ ଏଇ ପଦଟା ଲେଖିଲା ବେଳକୁ ମୋ ମାର ବିପି ଉପରକୁ ଉଠିଗଲା ମୁଣ୍ଡକୁ ଉଠିଗଲା। ହେ ମୋର ଗୁଣଙ୍ଗରା ବିବେକ ମହାଦୟ କର୍ମକୁ ଦେଖି କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି ଜଗତ ଜୀବନ ପରମ ବ୍ରହ୍ମ ନାରାୟଣ ମାଲ କର୍ମ ବିନା ସଂସାର ମଧ୍ୟରେ ସବୁ ଅସାର ଅସାର ଯେ ଯେଉଁଭଳି କର୍ମ କରିଥିବ ହଁ ତାର ଫଳ ସ୍ୱରୂପ ଭଗବାନ ତାକୁ ପ୍ରଦାନ ହେଲା ଚାହିଁଛନ୍ତି ବାବା ଦେବର୍ଷି ବାବା କଲା ଜନ୍ତୁପତି ଯମ ହଁ ମନୁଷ୍ୟର ଦେବତା ସମୟ ହଁ ଯେତେବେଳେ ମନୁଷ୍ୟ ବୃଦ୍ଧ ହେଇଯିବ ଶଯ୍ୟା ସାଇ ଉଠିବାର ସାମର୍ଥ୍ୟ ଧୈର୍ଯ୍ୟ ଶକ୍ତି ହୃଦୟରେ ରହିବନି ଅନ୍ତର ଆତ୍ମାର କରପତ୍ରକୁ ଯୋଡ଼ି ଭଗବାନ କୁ ଡାକିବ ହେ ପ୍ରଭୁ ଏ ମୋହମାୟ ସଂସାର ମଧ୍ୟରେ ମୁକ୍ତି ଦେଇ ତୁମ ନିକଟକୁ ମତେ ନେଇଯାଅ ସେତିକି ବେଳେ ଚତୁଃପାର୍ଶ୍ୱରେ ପୁଅ ବୋଉ ନାତି ନାତୁଣୀ ଜ୍ଞାତି କୁଟୁମ୍ବ ବସିଥିବେ ବାବା ଶ୍ରବଣରେ ଟିକେ ଭାଗବତ ପାଠ ପଢୁଥିବ ତୁଣ୍ଡରେ ଗଙ୍ଗା ଜଳ ପଡୁ ପଡୁ ଯଦି ସେତିକି ବେଳେ ପ୍ରାଣ ଚାଲିଯାଏ ବାବା ଆମେ ସେଇଟାକୁ ଆଜ୍ଞା କହିବା ଉତ୍ତମ ମରଣ ଭାଗବତ ପଢୁ ଥିବା ଝିଅ ବସି ଗୀତା ଗାଉଥିବା ପୁଅ ଭାଗବତ ପଢୁଥିବା ଝିଅ ବସି ଗୀତା ଗାଉଥିବା ବନ୍ଧୁ ପରିଜନ ଘେରିଥିବେ ପିଣ୍ଡୁ ପ୍ରାଣ ପକ୍ଷୀ ଛାଡ଼ି ଯିବା ମାଧବ ହେ ମାଧବ ମାଧବ ହେ ମାଧବ ମାଧବ ହେ ମାଧବ ମାଧବ ହେ ମାଧବ କିଏ ଦେବାଣୀ ତୁଣ୍ଡରେ ନିର୍ମାଲ୍ୟ କିଏ ଦେବ ଗଙ୍ଗା ପାଣି କିଏ ଦେବ ଆଣି ତୁଣ୍ଡରେ ନିର୍ମାଲ୍ୟ କିଏ ଦେବ ଗଙ୍ଗା ପାଣି କିଏ ପିନ୍ଧାଇବ ଅତି ଯତନରେ ଧଳା ଲୁଗା ଖଣ୍ଡେ ଆଣି ଭାଇ ମୋ କେହି ବାନ୍ଧୁଥିବ ଘରଣୀ ମୋ ବସି କାନ୍ଦୁଥିବ ଭାଇ ମୋ କେହି ବାନ୍ଧୁଥିବ ଘରଣୀ ମୋ ବସି କାନ୍ଦୁଥିବ ବନ୍ଧୁ ପରିଜନ ଫେରିଥିବେ ପିଣ୍ଡୁ ପ୍ରାଣ ପକ୍ଷୀ ଛାଡ଼ି ଯିବ ମାଧବ ହେ ମାଧବ ମାଧବ ହେ ମାଧବ ମାଧବ ହେ ମାଧବ ମାଧବ ହେ ମାଧବ ଉପସ୍ଥିତ ମୋର ଗୁଣଙ୍ଗରା ବିବେକ ମହାଦୟ କଲା ସେତିକି ବେଳେ ତୁଣ୍ଡରେ ଗଙ୍ଗା ଜଳ ପଡୁଥିବା ଶ୍ରାବଣରେ ଭାଗବତ ପାଠ ପଢୁ ପଢୁ ଯଦି ସେତିକି ବେଳେ ପ୍ରାଣ ଚାଲିଯାଏ ଆମେ ସେଇଟାକୁ ଆଜ୍ଞା କହିବା ଉତ୍ତମ ମରଣ ଚାହିଁଛନ୍ତି ଦେବର୍ଷି କହିଲେ ଯମ ମର୍ତ୍ତ୍ୟ ଉପରେ ଯୋଉ ବ୍ରାହ୍ମଣୀ କି ତମେ ମାରିଲ ସେ ଉପଯୁକ୍ତ ଦେବତା ସମୟରେ ପହଞ୍ଚି ନଥିଲା ସଂସାର ପ୍ରତି ତାର ଲୋଭ ମୋହ ମାୟା କଟି ନାହିଁ କେତେ ଆଶା ଭରସା ନେଇ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲା ତମେ ତାକୁ ଅକାଳରେ ରଥର ଚକ ତଳେ ମାରିଦେଲ ତେଣୁ ତାର ସ୍ୱାମୀ ଏବଂ ପୁଅ ଜଗନ୍ନାଥଙ୍କର 22 ବଛରେ ଯେତେ ଥର ମତା ପିଢି ଜଗନ୍ନାଥଙ୍କୁ ଡାକୁଛନ୍ତି ତୁମର ସେଇଥିପାଇଁ ସେତେ ଥର ଏ ରକ୍ତ ବାନ୍ତି ହେଉଛି ହସ୍ତକୁ ଯୋଡ଼ିଦେଲେ ଜନ୍ତୁପତି ଯମ କହିଲେ ହେ ଦେବର୍ଷି ଯାହା ହବାର କଥା ତ ହେଇଗଲାଣି
से अपराध को क्षमा कर मते मुक्ति मार्ग दर्शन करई दियो बाबा देवर्षि कहले गोटे उपाय अछि कौन दुई जण वीर को बाबा डाकिले बाबा वीर दुई जण से देवर्षिंकर पद कंजरे प्रणिपात जणैले हाँ के वीर दुई जण किए ना जणे हेउचंदे कଳି आउ जणे हेले बाबार कंदर्प बाबा प्रथम रे कंदर्प निजर शक्ति सामर्थ्य कत करी परिप्रकाश कले कला जे जे तेजस्वी ताते जमते अछई जणा बोलशर आगे पड़िले बुद्धि ओ आई भणा पहला फूल सारा दे पड़िले भूखी ओ आई बना फूल सारा दे पड़िले भूखी हो आई बना प्रथम आगे कंदर्प हस्तक जोड़िले कले हे देवर्षि आम राजा जमकर रक्तबांति बंद हेबा पई मु तम संगरे मर्त्यपुर को हेला तेणु संसार मध्य जेते जोग जन्म तपस्वी माने रहिचन बाबा जति मु काम सर को निक्षेप करे निजर बुद्धि विवेक हिताहित ज्ञान को हराई अच्छा मो काम जଳରେ पड़िबा पई से बाध्य होई जिवे कंदर्प बाबार निजर शक्ति कथा को प्रकाश करिबा परे हेला कଳି मध्य प्रकाश करिचंदी कहले हे देवर्षि बाबा जे कोनसे श्रृंखलित परिवेश रे कलह झगड़ा सृष्टि करि पारि अच्छा दुई जनकर शक्ति सामर्थ्य कथा को सुनी बाबा देवर्षि जी दुई जन को धरी मर्त्यपुर को चलिले हेला मर्त्यपुरे दुई जन सठिक कार्य जदि करिवे हाँ ताले जंतुपति जमकर रक्तबांति बंद हबो हेला कथा एठी तो कथा आगो को नेबिनी बाबा ओ समस्तंकर भोजी खाइबार लक्ष्य संकीर्तन के सुनुची हे नारायण पतित जन कातारण हे नारायण पतित जन कातारण दुख पर दुख देई आहा दुख पर दुख देई कर काई हैराण पतित जन कातारण आहे नारायण पतित जन कातारण कला जय जय नारायण नीलाचल मुद्रा आहे नारायण अनंत शयन परे चार जग निद्रा आहे नारायण जय जय नारायण नीलाद्रि वंदन आहे नारायण समस्त मन वांछा करिवे पूर्ण आहे नारायण जय जय नारायण क्षीर सिंधुवासी हे नारायण तारपुरी लक्ष्मी देवी अटंती निवासी आहे नारायण पराण पुराण काले केते आसीबे आहे नारायण महाप्रसाद मुखे दियोरे भासिबे तम गाँरे रही नाही लो सहरु जीवी पलाई तम गाँरे रही नाही लो सहरु जीवी पलाई भरोसा करी मु काहाको चलिबी भरोसा करी मु काहाको चलिबी मोर निजर तो केही नाही लो गाँरे रही नाही तम गाँरे रही नाही लो सहरु जीवी पलाई कला कर्णा पासे करुथिबे भागवत पाठ तम गाँरे रही नाही कली बदल थाउ रखवाणी काठ काली राती रे मो मन पार जाइछि चाली काली राती रे मो मन पार जाइछि चाली आहा अभागा सुना पंजुरी अभागा सुना पंजुरी पड़िछि खाली पड़िछि खाली पड़िछि खाली काली राती रे मो मन पार जाइछि चाली काली राती रे मो मन पार जाइछि चाली कला माल्ल भाई डाकी आने साजिबे कोकेई काली राती रे मो तोर सब गळे देबे माळे को पकाई काली राती रे मो चिन्ता काटी नव
ବସ୍ତ୍ର ପିନ୍ଧାଇଣ ଦେବେ ରାତିରେ ମୋ ହରି 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 କରି ଶ୍ମଶାନକୁ ନେବେ ଛାଡ଼ି ମୁଁ ଆସି କଟକ ଏଇଠି ରେ ଘର ଭଡ଼ା ଏଇ ଡାଳରୁ ସେଇ ଡାଳକୁ ଦେଉଛି ମୁଁ କଣ୍ଡି ଉଡ଼ା ଟିଭି ଦେଖି ମୁଁ ଶିଖି ଗଲିଣି ଟିଭି ଦେଖି ମୁଁ ଶିଖି ଗଲିଣି ଦବା ପାଇଁ ସବୁ ମୁଁ ହେବିଲୋ 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 ଆଲବମ୍ କୁଇନ୍ ମୁଁ ହେବିଲୋ 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 ଆଲବମ୍ କୁଇନ୍ ତମ ଗାଁରେ ରହିବି କଣ ଗାଉଛ ତମେ ଶୁଣ ତାଙ୍କୁ କଣ ଦେଖଉଛ ଆରେ କଣ ତାଙ୍କୁ ଠାରୁଛ ସିଏ କହିଲେ ତମେ ଯଦି ନ ଗାଇବ ଆମେ କଣ ଉଠେଇବୁ ସେ ଭାଇ ରେକର୍ଡିଂ କରିବେ ବୋଲି ତମେ ଆଲବମ ଗାଇବ ମୂର୍ଖ ତମ ଗାଁରେ ରହିବି ନାହିଁଲୋ ସହରୁ ଯିବି ପଳାଇ ଯେବେ କରିଥିବ ପର ଉପକାର ମାନ ତମ ଗାଁରେ ରହିବି ନା ଧାମ ଗଲେ ମତ ଥିବ ତ ସମ୍ମାନ ତମ ଗାଁରେ ରହିବି ପ୍ରାଣ ପ୍ରିୟା ବୋଲି ଯାକୁ କରିଛୁ ଆଦର ତମ ଗାଁରେ ରହିବି ଦୋଷବ ପଛ ଫିଙ୍ଗିବ ପାଣିରେ ଗୋବର ସେଦିନ ଶୀତୁଆ ସଞ୍ଜ ବେଳଟାରେ ସଞ୍ଜ ଦେଉଥିଲି ଚଉରା ମୂଳରେ ଟାଣା 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 ସେଦିନ ଶୀତୁଆ ସଞ୍ଜ ବେଳଟାରେ ସଞ୍ଜ ଦେଉଥିଲି ଚଉରା ମୂଳରେ କିଏ ତୁମେ ପ୍ରିୟ ଆସିଲ କୁହ ଏ ମା ମୋର ଛୋଟ ଭାଇ ଥିଲା ସାଥିରେ ସେଦିନ ଚାନ୍ଦିନୀ ରାତିରେ ସେଦିନ ପୁନେଇ ତିଥିରେ ସେଦିନ ଚାନ୍ଦିନୀ ରାତିରେ ସେଦିନ ପୁନେଇ ତିଥି ଆମ ଗାଁରେ ରହିବି ସତ ସତ ବୋଲି ତ ପାଳିଥିବୁ ଯାକୁ ତମ ଗାଁରେ ରହିବି ସେ ତମକୁ ଅଗ୍ନି ଦେବ ଦହନେ ମଡ଼ାକୁ ତମ ଗାଁରେ ରହିବି ସଂସାରରେ ବାବା ପରା ମହାମନ୍ତ୍ର ସାର ତମ ଗାଁରେ ରହିବି ହରେ କୃଷ୍ଣ ହରେ ରାମ 32 ଅକ୍ଷର ଗାଈ ଭଲା ଭୁଲାଇଲା ଲୋ ଗାଈ ଭଲା ଭୁଲାଇଲା ଲୋ ଆହାନିରତେ ବେହୁସା ଖାଇ ଗାଈ ଭଲା ଭୁଲାଇଲା ଲୋ ଗାଈ ପଛେ ଦେବେ ଗଉଡ଼ ଥାତା ଗାଈ ପଛେ ଦେବେ ଗଉଡ଼ ଥାତା ବେଉସା ଖାତା ନାହିଁ ଗାଈ ଯା 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 ଭଲା ଭୁଲାଇଲା ଲୋ ଜୟ ଜୟ ଜଗନ୍ନାଥ ଜୟ ଚକ୍ରାକ୍ଷୀ ଗାଈ ଭଲା ଭୁଲାଇଲା ଲୋ ସାତର ଖେଳ ଭରତିଆ ପକ୍ଷୀ ଗାଈ ଭଲା ଭୁଲାଇଲା ଲୋ ହରିନାମ ସଂକୀର୍ତ୍ତନ ଯେତେ ଦୂର ଯାଏ ଗାଈ ଭଲା ଭୁଲାଇଲା ଗୋହତ୍ୟା ବ୍ରହ୍ମହତ୍ୟା ଛାଡ଼ି ନ ପଳାଏ ଏ ଧନ କେ କଟ କଟ ଯାଉଛେ ଗଡ଼ି ଗୋ ସଗଡ଼ ଗାଡ଼ି এ ধন নাই দে মোহকে মরি গো সগড় গাড়ি ধনকে কত কত যাউছে গড়ি গো সগড় গাড়ি ধন নাই দে মোহকে মরি গো সগড় গাড়ি কদলি কদলি আখিরে তো কদল গারা বহুছে রসিয়া পিলা গো মোটে প্রেম কর বহুছে রসিয়া পিলা গো মোটে প্রেম কর সজনা শাগ কঠারু বড়ি সজনা শাগ কঠারু বড়ি মন মনে পড়ি যায় বরসা ঝড়ি গো সগড় গাড়ি ধনকে কত কত যাউছে গড়ি গো সগড় গাড়ি তম গাঁরে রহিবি নাহি ଗପଟପ କରିବାକୁ ବେଳ କାଳ ନାହିଁ ଆମ ଗାଁରେ ରହିବି ନାହିଁ ଏଠାରେ ତାକ ରଖିବି କାୟ ମାଗଇ ଆମ ଗାଁରେ ରହିବି ନାହିଁ ଦୋଷ ଦୋଷ ଥିଲେ କ୍ଷମା ଦେବ ମୋତେ ଆମ ଗାଁରେ ରହିବି ଧାଇଁ ଆସିଛି ମୋ ଆଜ୍ଞା ତୁମରି ଆଶ୍ରିତେ ଆମ ଗାଁରେ ରହିବି ନାହିଁ ତା ବେଳରେ ଝିଅ କରୁଅଛି ଅଳି ଆମ ଗାଁରେ ରହିବି ନାହିଁ ହରିବୋଲ ସହିତରେ ଥିବ କରତାଳି ଆମ ଗାଁରେ ରହିବି ନାହିଁ ଯୁବକ ଭାଇମାନଙ୍କୁ ଅପାରୁ ଅପାର ଆମ ଗାଁରେ ରହିବି ନାହିଁ ହରିବୋଲ ସହିତରେ ଥିବ କରତାଳ ଆମ ଗାଁରେ ରହିବି ମା ନାହିଁ ମାଉସୀଙ୍କୁ
ଶେଷେ କରୁଅଛି ଅଳି ଆମ ଗାଁରେ ରହିବି ନା ଆନନ୍ଦ ମନେ ମାଲ ଦେବ ହୁଳହୁଳି ଆମ ଗାଁରେ ରହିବି ନା ଅବଶ୍ୟ ହରିବଲ ଥିବ ହୁଳହୁଳି ଆମ ଗାଁରେ ରହିବି ନା ଶୁଣି ଯିବ ଆତ୍ମା ବୈକୁଣ୍ଠେ ଚଳି ଆମ ଗାଁରେ ରହିବି ନା ହରିନାମ ସଂକୀର୍ତ୍ତନ ଯେତେ ଦୂର ଯାଏ ଆମ ଗାଁରେ ରହିବି ନା ହତ୍ୟା ବ୍ରହ୍ମ ହତ୍ୟା ଛାଡ଼ି ନ ପଳାଏ ଆମ ଗାଁରେ ରହିବି ନା ଈଶ୍ୱର ହରିବଲ ଥିବ ହୁଳହୁଳି ତା ସହିତ ବାଜୁଥିବ ମୃଦଙ୍ଗ ଝଞ୍ଜାଳି ଏହା ଶୁଣି ବିଜ୍ଞାତ୍ମା ବୈକୁଣ୍ଠ ଜୀବ ଚଳି ଜଗତ ଜୀବନ ପରମ ବ୍ରହ୍ମ ମାଙ୍କର ଆତ୍ମାକୁ ବୈକୁଣ୍ଠରେ ସ୍ଥାନ ଦେଇ ସଦ୍ଗତି କାମନା କରି ପ୍ରଭୁଙ୍କର ପଦକନ୍ଦରେ ଲୀନ କରିଥାନ୍ତି ସର୍ବେ ବୋଲ ଆନନ୍ଦ ଗବାର